ଶୁଣନ୍ତୁ ଦାଡ଼ିଦା ଭକ୍ତିରେ ଆଜି ବଳରାମ ଦାସ ସମ୍ବାଦର ପ୍ରଥମ ଭାଗ। ବେତାର ରୂପାନ୍ତର ଡକ୍ଟର ରବୀନ୍ଦ୍ର କୁମାର ବିହାରୀ, ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ, ପ୍ରଯୋଜନା ଦୀପକ ସାମନ୍ତରାୟ। ବଳରାମ ଦାସ। ଆଷାଢ଼ ମାସ ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବଡ଼ଦାଣ୍ଡ ଫାଟି ପଡ଼ୁଛି ଲୋକ ଗହଳିରେ। ଜନସମୁଦ୍ରକୁ ଆଡ଼େଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ି ଚାଲିଛି ତିନି ରଥ। ହଠାତ୍ ସେ ଲୋକ ଗହଳି ମଧ୍ୟରୁ ନନ୍ଦିଘୋଷ ଉପରକୁ ଉଠି ଆସିଲେ ବଳରାମ ଦାସ। ସେବକ ଅଟକାଇ ଦେଲେ। ଦାସଙ୍କ ଦେହରେ ତାମ୍ବୁଳ ଆଉ କୁଙ୍କୁମର ଗାର ତଥାପି ଲିଭିନି। ଦାସେ ପୁରୀର ବାସିନ୍ଦା, ଜଗନ୍ନାଥଙ୍କ ପରମ ଭକ୍ତ, ସେ କଥା ସମସ୍ତେ ଜାଣନ୍ତି। ଅତଏବ ଶୌଚ ନ ହୋଇ ସିଧା ଗଣିକା ଆଳୟରୁ ରଥ ଉପରକୁ ଉଠି ଆସିଥିବା ବଳରାମ ଦାସଙ୍କୁ ସେବକମାନେ ଗଳା ଧକ୍କା ଦେଇ ତଳକୁ ଠେଲିଦେଲେ। ଅପମାନ, କ୍ରୋଧ, ଦୁଃଖ ଓ ଅଭିମାନରେ ଭକ୍ତ ବଳରାମ ଚାଲିଲେ ବାଙ୍କି ମୁହାଣ ସମୁଦ୍ର ବେଳାକୁ। ସେଠାରେ ବାଲିରେ ତିନି ରଥ ତିଆରି କରି ଜଗନ୍ନାଥଙ୍କୁ ସ୍ମରଣ କଲେ। କହିଲେ, ପ୍ରଭୁ, ତମେ ଯଦି ପ୍ରକୃତରେ ଭକ୍ତ ବତ୍ସଳ, ତେବେ ବଡ଼ ଦାଣ୍ଡ ଛାଡ଼ି ଏଇ ବାଲି ରଥରେ ବିଜେ ହୁଅ। ଭକ୍ତର ଆକୁଳ ପ୍ରାର୍ଥନା ପ୍ରଭୁଙ୍କ କାନରେ ପଡ଼ିବା ପରେ ସେ କ'ଣ ଆଉ ନୀରବ ହୋଇ ରହିପାରିବେ? ଅପମାନିତ ଭକ୍ତକୁ ସମ୍ମାନ ଫେରାଇ ଦେବାକୁ ଲୀଳାମୟ ପ୍ରଭୁ ଯେଉଁ ଲୀଳା ରଚନା କରିଥିଲେ, ତାହା ଦାଢ଼ତା ଭକ୍ତିର ଏକ ଅପାସରା ଅଧ୍ୟାୟ। ପ୍ରକୃତି ବସରେ ନିରତେ ଗମି ବେଶ୍ୟା ଘରେ
ସେ ମତ ହୋଇଣ ବେଶ୍ୟାର ସେ ଶ୍ରବଣେ ଶୁଣିଲେ ସେ ଧ୍ୱନି ଶିରେ କଚାଡ଼ି କରବେନି ବୋଇଲେ ଧିକ ମୋ ଜୀବନ ଅଜ୍ଞାନେ ବଞ୍ଚିଲି ମୁଁ ଦିନ ଉଠିଲା ନନ୍ଦୀ ଘୋଷର ଥେ କରନି ବେଶୀ ଅଛି ମାଥେ କଳା ସ୍ତ୍ରୀ ମୁଖକୁ ଅନାଇ ଅନେକ ମତେ ବାହୁ ନଇ ସେବକ ନାଇଣ ଦେଲେ କ୍ରୋଧରେ ଦାସଙ୍କୁ ବୋଇଲେ ଗଳେ ତ ତାମ୍ବୁଳର ଗାର କୁଙ୍କୁମେ ଦେହ ଜର ଜର ଅତି କଦର୍ଯ୍ୟ ତୋର କାଏ ଦିଶୁଛୁ ଖଣ୍ଡ ଚିତ୍ର ପ୍ରାୟ କେବଲେ ତୋତେ ଜ୍ଞାନବନ୍ତ ଦେଖ ହୋ ପ୍ରଭୁ ଜଗନ୍ନାଥ ତାହାକୁ ତୋର ଭୟ ନାହିଁ ଆସିଛୁ ସୂଚୀବନ୍ତ ନୋହି ହେମନ୍ତ ବୋଲି କୋପଭର ସେବକ ମାନେ ଯେ ଯାହାର ଗଳେ ଅନେକ ଧକ୍କା ଦେଲେ ରଥରୁ ପେଲି ପକାଇଲେ ନାନାକୁ ବାକ୍ୟେ ଗାଳି ଦେଇ କହ ତ ବାପ ଆଗେ ଯାଇ ନାନାକୁ ବାକ୍ୟେ ଗାଳି ଦେଇ କହ ତ ବାପ ଆଗେ ଯାଇ ଦଣ୍ଡ ଦେଲୁ ଏତେ ଆଜି ଜାଣିଲି ମୋହି ତତେ ଏବେ ମୁଁ ଗଲି ଥିବା ହୁଡ଼ି କେ ଝିଙ୍କୁ ତ ରଥ ଦୌଡ଼ି ଯାତ୍ରା କେମନ୍ତି କର ତୁହି ତାହା ଦେଖଇ କିନା ମୋହି ଭଲା କେ ଚଳୁ ଏବେ ରଥ ତୋ ବାପ ନନ୍ଦର ଶପଥ ବାଙ୍କି ମୁହାଣ ବାଲି କୁଦେ ବସିଲା ମନ ବିଷାଦି ବାଲିରେ ତିନି ଗୋଟି ରଥ ନିର୍ମାଣ କରିଣ ତ୍ୱରିତ ନୟନେ ବୁଝି ଧ୍ୟାନେ ଚିନ୍ତି ଯେ ଜଗବନ୍ଧୁ ତିନି ମୂର୍ତ୍ତି ଗୋଇଲା ଏଥି ବିଜେ କର ମୁଁ ଯେବେ ସେବକ ତୋହର ଏମନ୍ତ ବୋଲି ଭାବ ଭୋଳି ନୟନୁ ଅଶ୍ରୁଧାର ଗଳି ଅମୃତ ନଦୀ ପ୍ରାୟ ସୁଖ ଦୂର କରି ବାଙ୍କି ମୁହାଣେ ବିଜେ କରି ଦାରୁ ରଖିଣ ନନ୍ଦୀ ଘୋଷେ ପ୍ରଭୁ ବିଜୟ ଭକ୍ତ ପାଶେ ସଙ୍ଗତ
संगते घेनी भग्नी भ्रात विजय कले बाली रथ संगते घेनी भग्नी भ्रात विजय कले बाली रथ हसी कहन्ती पितबास दासे न कर तुम्भे रोष घोर संताप तोर देखी যাত্রা মুইলি উपेखी উঠি কপালে দেই কর বইলে নম চক্রধর মুছার কেতে কমাতর কোটিয়ে কীটর অন্তর বিজয় কলে মোর পাই প্রভু পণকু লুচি যাই যে তুম্ভ মহিমা কিঞ্চিত জানি ভজই অবিরত शरण पसे तो चरणे इंद्रपद ही से नगणे तेणु बलिया ए संसारे चित्तरे काहाकु न डरे मुझे सर्वदा अपराधी तुम्भे जे करुणा बारिधि उड़ी बोइली जेते आज से तुंडे पड़ू मोर वज्र ता शुणी देव भावग्राही दासंकु पासरे बसाई हसी स्त्री मुखे आज्ञा देले हे दासे सुन तू बोइले उत्सव मोर किस हेब मूल मो भक्तर भाव अशेष सुख भाव मोर भक्त कथामृत सार आनंदे बलराम दास छाड़ी संसारे देह आस रात्र दिवस न जानिला क्षुधा तृषाही न मणिला हेमंत भाव देखी करी से भावे बंधन श्रीहरि ଶୁଣୁଥିଲେ ଦାଡ଼ିଦା ଭକ୍ତିରେ ବଳରାମ ଦାସ ସମ୍ବାଦର ପ୍ରଥମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ତୃପ୍ତି ଦାସ, ଗୀତା ଦାସ, ଶରତ ନାୟକ ଏବଂ ସୁବାସ ଦାସ।
ବେତାର ସମ୍ପାଦନ କରିଥିଲେ ଡକ୍ଟର ରବୀନ୍ଦ୍ର କୁମାର ବିହାରୀ, ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ, ପ୍ରଯୋଜନା ଦୀପକ ସାମନ୍ତରାୟ।